ମୋ ବାପା ମରିଯିବେ, ସାନ ଭାଇଟାର ଫର୍ମ ଫିଲଅପ୍ ହେଇପାରିବନି, ବିଚାରୀଟାର ଜୀବନଟା ନଷ୍ଟ ହେଇଯିବ ମଉସା। ଆଉ ତାଙ୍କ ଜୀବନକୁ ସଜାଡ଼ିବାକୁ ହେଲେ ତତେ ତୋ ଜୀବନକୁ ନଷ୍ଟ କରିବାକୁ ପଡ଼ିବ। ତାହେଲେ ଯାଇ ତତେ ଟଙ୍କା ମିଳିବ, ଟଙ୍କା। ମତେ କଣ କରିବାକୁ ପଡ଼ିବ ମାଲିକ? ঠিক কইছন্তি স্যার। আরে শুকিলারে কিয়ে কাকু টঙ্কা দেলানি না আমি দবু? মৌসা হ্যাঁ কিরে বাপা এতে থেলু কেতে আরামরে থেলু, খাউতলু পিউতলু কুম্ভ কর্ণ ভଳି শোউথুলু। আরে বাপা তু ବି ଭଲରେ ଥିଲୁ, ଆମେ ବି ଭଲରେ ଥିଲୁ। ଆଉ ରାତ ରାତି ତତେ ମାଧବ ମହାପାତ୍ର ଝିଅ ଏମିତି ପାଠ ପଢେଇଲା ଯେ ଗୋଟିଏ ସଫଳ ପୁରୁଷ ହବା ପାଇଁ ମୋ ପରି ଗୋଟେ ସଫଳ ମଣିଷକୁ ଛାଡ଼ି ଚାଲିଗଲୁ। ପୁଣି କାହିଁ ଏ ବଦନାମ ବୋଳିକୁ ଆସିଛୁ? ଏଠି କାହାକୁ ଦାନ ଦିଆଯାଏ ନାହିଁ, ଟଙ୍କାର ମୂଲ୍ୟ ଦିଆଯାଏ। ପାରିବୁ? কিরে বাপা কহুনু যদি পারিবু কহ, নহেলে বাপা কালি হাତରେ ফেরিবু, সেতরে আমার কোন আছে? মালিক টঙ্কা বদଳରେ মতে কি কাম କରିବାକୁ ପଡ଼ିବ ମାଲିକ? হ্যাঁ তু ডাক্তারটা তো টঙ্কা নেই অপারেশন করিবু, ଏ ଜଗ, কইলা মতে কি কাম করিবাকু পড়িব। ତୋ ମୋ ସମ୍ପର୍କଟା ଯେଉଁଠି ଶେଷ ହୋଇଥିଲା କାମଟା ସେଇଠୁ ଆରମ୍ଭ ହବ। କଣ କହୁଛନ୍ତି ମାଲିକ? ମୁଁ ସେ କଥା ବୁଝିପାରିଲିନି। ଶୁଣ, ଯୋଉ ଝିଅ ପାଇଁ ମୋ ଭାଇଟା ମରିଛି ଆଉ ଯୋଉ ଝିଅଟା ପାଇଁ ତୋ ମୋ ସମ୍ପର୍କ କଟିଛି, ସେଇ ମାଧବ ମହାପାତ୍ର ଝିଅ ମୋନା ମୋ ଆଗରେ ହାଜର ହବା ଦରକାର। ପାରିବିନି ମାଲିକ। ମୁଁ ମିନକେତନ ମହାକୁଡ଼, ଜାତିରେ ଗୌଡ଼। ଗାଈ ଚରାଇବା ମୋର ପେଶା ଥିଲା, ଆଉ କ୍ଷୀର ବିକିବା ମୋର ବେଉସା ଥିଲା। হেলে বাপা ভগবান সইলেনি রে, অভিশাপ দেইদেলে। সার আমার রাতারাতি বিধায়ক হয়ে গেলে, বিধায়ক। ସେତେବେଳେ ମୁଁ ଗାଈ ଚରାଉଥିଲି, ଏବେ ମଣିଷ ଚରାଉଛି ମଣିଷ। ସେତେବେଳେ ମୁଁ କ୍ଷୀର ବିକୁଥିଲି, ଆଉ ଏବେ ଜଙ୍ଗଲ ବିକୁଛି, ନଈ ବିକୁଛି, ପାହାଡ଼ ବିକୁଛି। ଯୋଉ ଝିଅଟା ପାଇଁ ମୋ ଭାଇଟା ମରିଗଲା, ମୁଁ ତାଠାରୁ କିଛି ପ୍ରତିଶୋଧ ନେଇପାରିଲିନି। ସେଇଟା ମତେ କେତେ ହଟ୍ ଲାଗିଛି ତୁ ଜାଣିଛୁ? ଆଉ କାହିଁକି ଆଲୁ? ସାର ଯାହା କହିଲେ ବୁଝି ପାରିଲୁ ତ? ଏଥର କହ, ସେ ମାଧବ ମହାପାତ୍ର ଝିଅ ମୋନାଲିସାକୁ କିଡନାପ କରିବୁ କି ନା? ନା, ମୁଁ ତାକୁ କିଡନାପ କରିପାରିବିନି। କାହିଁକି ପାରିବୁନି? କାହିଁକି ନା ସେ ମୋନାଲିସା ହିଁ ମତେ ଅବାଟରୁ ବାଟକୁ ଆଣି ଗୋଟେ ଅସଫଳ ପୁରୁଷରୁ ସଫଳ ପୁରୁଷ ବନେଇଛି। ତା ଦେହରେ ମୁଁ କଳଙ୍କ ଯାଇପାରିବିନି। ଆରେ ବାହାର ଯାଉଛୁ, ଗୋଟେ ଟଙ୍କା ବି ତୋତେ ମିଳିବନି। ତା ଦେହରେ ଯିଏ କଳଙ୍କ ଦବ, ତା ହାତଟାକୁ କାଟି ମୁଁ ତା ଦେହରୁ ଅଲଗା କରିଦେବି। ତାକୁ ଯିଏ ଖରାପ ଦୃଷ୍ଟିରେ ଦେଖିବ, ତା ଆଖିଟାକୁ ତାରି ମୁଁ ତାକୁ ଅନ୍ଧ କରିଦେବି। ଆଉ ତାକୁ ଯିଏ ଖରାପ ଇଙ୍ଗିତ କରିବ, ତା ଜିଭଟାକୁ କାଟି ମୁଁ ତାକୁ ଗୁଙ୍ଗା କରିଦେବି, ଗୁଙ୍ଗା। ବାହାର ଯାଉଛୁ, ବାହାର ଯା, ଗୋଟିଏ ଟଙ୍କା ବି ତୋତେ ମିଳିବନି। କି ଗଲାଣି তুমি ଦେଖାଉଛ? ଦରକାର ନାହିଁ ତମ ଟଙ୍କା। ଆସୁଛି ତୁ ବାପା ଘର ପାଇଲା ବେଳକୁ ତୋ ବାପଟା ମରି ଯାଇଥିବ ରେ ଜଗା। ଖାଲି ତୋ ବାପା ନୁହଁ, ତୋ ଭାଇଟା ହିଁ ଫର୍ମ ଫିଲଅପ୍ ନ କରି ସୁଇସାଇଡ୍ କରିବ, ସୁଇସାଇଡ୍। ମାଟା ଯିଏ ତତେ ସାହାରା ଦେଇଛି, ସେ ଦୁଃଖିନୀଟା ଏସବୁ ଦୁଃଖ ଦେଖି ନ ପାରି ବିଷ ଖାଇଦେବ ରେ ଜଗା। ଆଉ ଏସବୁର ଦାୟୀ ରହିବୁ ତୁ ରେ ଜଗା, ତୁ। ମୁଁ ଦାୟୀ ରହିବି? କାହିଁକି? ହଁ ହଁ ତୁ ଦାୟୀ ରହିବୁ, କାରଣ ତୁ ସେମାନଙ୍କର
ଶକ୍ତି ଥାଉ ଥାଉ ସେମାନଙ୍କୁ ମାରି ଦଉଛୁ। ତ ବିବେକ ତତେ ଧିକାର କରି କହିବ ସେମାନଙ୍କ ମରଣ ପାଇଁ ତୁ ଦାୟୀ। ମୁଁ ଦାୟୀ? ହଁ ହଁ ହେଲେ କାହିଁକି? ରେ ବାବା ଜଗା ଶୁଣ, ମାଧବ ମହାପାତ୍ର ଝିଅଟା ତତେ ଯାହା କହିଛି ଆରେ ବଦଳେଇ ଦେବା ପାଇଁ ନୁହେଁ ରେ, ତତେ ଗୁଣା କରି କହିଛି। ତୁ ଭଲ ପିଲାଟା ବୋଲି ତା କଥା ଭଲ। ଆରେ ତୋ ଜାଗାରେ ଆଉ ଯିଏ ଥାନ୍ତା ସେଇଠି ତା ଜୀବନଟାକୁ ଚୋର କିନି କାଟି ଦେଇଥାନ୍ତା। ହଁ, ଆରେ ତୁ ସେ ବଦମାସି ଝିଅଟା ପାଇଁ ଆଜି ତୋ ମା ବାପାକୁ ମାରିଦେବାକୁ ବସିଛୁ। ନାଇଁ ମଉସା, ଏ ଜଗା ମରିଯିବେ ରେ, ମରିଯିବେ। ତତେ ସାରା ଦେଇଥିବ ମା ବାପାଟାର ବଂଶ ବୁଡ଼ିଯିବ। ତୋ ବଡ଼ ଭାଇ ପୁଣିଆଟା ମାଟିରେ ମିଶିଯିବ ରେ ମଉସା। ରେ ବାପା ଜଗା, ତୁ ଯଦି ମତେ ମଉସା ବୋଲି ଭାବୁଛୁ ତା ଉପରେ ମୋ ଉପରେ ଭରସା ରଖ, ସେ ଝିଅର କିଛି ହବନି ହେଲା। ଖାଲି ଗୋଟିଏ ମିଛ ଧମକ। ଦେଖ ଜଗା, ମୁଁ ତାକୁ ଡାକି ପଚାରିବାକୁ ଚାହେଁ ସେ ଆମ କାମ କରିବ କି ନାହିଁ। ଆରେ ତୁ କଣ ଚାହୁଁନୁ ତୋ ବାପାଟା ଭଲ ହବ ବୋଲି? ମୁଁ ଚାହିଁବାନି। ଆରେ ତୁ କଣ ଚାହୁଁନୁ ତୋ ଭାଇଟା ପାଠ ପଢି ମଣିଷ ହବ ବୋଲି? ହଁ ଚାହିଁବାନି। ତାହେଲେ କହ ମୋ କାମ କରିବୁ କି ନାହିଁ? ଆରେ କହ ଜଗା, କହ। ମୁଁ ପାରିବି ମାନେ ପାରିବି ମୁଁ। ଦିଅନ୍ତୁ ମାଲିକ, ଟଙ୍କା ଦିଅନ୍ତୁ। ପାରିବି ମୁଁ। ମହାନ୍ତି, ଦିଅନ୍ତୁ ମାଲିକ, ଟଙ୍କା ଦିଅନ୍ତୁ। ଦିଅ ମଉସା, ଦିଅ। ମୁଁ ତାକୁ ଘିଅ ଦେଇପାରିବି। ଆସୁଛି ମାଲିକ। ଏ ମହାନ୍ତି, ମୁଁ କିଏ ମହାକୁଡ଼ ଆଉ ଜାତିରେ বেশি ফড়ফড় হবু তো দিটাকে কাটি মু অলগা করে দেবে। দেখ ভলুরକୁ ଛାଡ଼ିଦେ। ମୁଁ ଭାବୁଥିଲି ସେଦିନ ମୁଁ ସବୁ କଥା ଶୁଣି ସାରିଲା ପରେ ତୁ ବହି ମତେ ନେଇଯାଇଥିବ, ହେଲେ ମୁଁ ହାତ ଥର ପରେ କହୁଛି ତାହେଲେ ପାଟି କରି ସମସ୍ତଙ୍କୁ ଡାକିବି। ডাকিবু হ্যালো ডাক, বড় পাটিটা চিলাই চিলাই ডাক, সমস্তে শুনিবে। ହେଲେ କେହି ଆସିବେନି। ଏ ଜଗା ଦାଦା ସାମ୍ନାକୁ କେହି ଆସିବେନି। ଏଇଠୁ ଚାଲ କହୁଛି। ନାଇଁ, ସେଦିନ ସବୁ କଥା ଶୁଣି ସାରିଲା ପରେ ମୁଁ ଭାବିଥିଲି ତୋ ଜୀବନରେ ପରିବର୍ତ୍ତନ ଆସିଯିବ, ହେଲେ ତୋ ଅମଣିଷ ପଣିଆଟା ଆହୁରି ବଢି ଯାଇଛି। ୟାର ଛଡ଼ କଥାବାର୍ତ୍ତା ନ କରି ତତେ କହୁଛି ମୁଁ ଚାଲ। ଭଲୁରକୁ ଛାଡ଼ିଦେ। ଭାଇମାନେ କିଏ କି ଚାଷରେ ମତେ ତା ଜଗା ମିଳିଲା ମୋ ଝିଅ ହେଇଗଲା। ବାପା, ଆରେ କିଏ କୋଉ ଚାଷରେ ଜଗା ମିଳିଲା ମୋ ଝିଅକୁ ଉଠେଇ ନେଇଯାଉଛି। ମଜାରେ ମଜାରେ ଟିକେ ମଜାରେ ଭାଇମାନେ କିଏ କରୁଛ? ଏ ବୁଢ଼ା ଚୁପ୍ ହେଇଯା କହୁଛି। ଏଠିକି କେହି ଆସିବେନି। ଜଗା ଦାଦା ସାମ୍ନାକୁ କେହି ଆସିବେନି। ଭଲୁରକୁ ତୁ ମତେ ଛାଡ଼ିଦେ। ତୋ ଅମଣିଷ ପଣିଆଟା ଏମିତି ବଢିଛି ବୋଲି ମୁଁ କେବେ ବି ଭାବିନଥିଲି। ଆଖିରେ କଳା ଚଷମା ପିନ୍ଧିଥିଲେ ଏ ଦୁନିଆରେ ସିନା କଳା ଦେଖାଯାଏ, କିନ୍ତୁ ପ୍ରକୃତରେ ଏ ଦୁନିଆଟା କଳା ନୁହଁ। ଏବେ ବି ମହତ ଲୋକ ଅଛନ୍ତି, ତାକୁ ଅନୁକରଣ କରୁନୁ କାହିଁକି?
ଏଠି ଅନୁକରଣ କରିବି କାହାକୁ? ଯେଉଁମାନେ ନିଜକୁ ଧର୍ମାତ୍ମା ବୋଲାଉଛନ୍ତି ସେଇମାନେ ହିଁ ଖାଦ୍ୟର ଅପମିଶ୍ରଣ କରନ୍ତି। ସେଇମାନେ ନକଲି ଔଷଧ ପ୍ରସ୍ତୁତି କରି ମଣିଷ ଗୁଡାକୁ ମାରୁଛନ୍ତି। ତାମାନେ ତୁ ଯାହା କରୁଛୁ କଣ ଠିକ କରୁଛୁ? ହଁ ମୁଁ ଠିକ କରିଛି। ମତେ ଉଠେଇ ନେଇ ଠିକଣା ଜାଗାରେ ପହଞ୍ଚେଇ ଦେଲା ପରେ ମୋର ସବୁ କାମ ଖତମ। ନାଇଁ ଭଲରେ ଭଲରେ କହୁଛି ମୋ ସାଙ୍ଗେ ଚାଲ। ବାପା ଭଲରେ ଭଲରେ କହୁଛି ମୋ ସାଙ୍ଗେ ଚାଲ। ନାଇଁ ମୋ ସାଙ୍ଗରେ ଚାଲ। ମତେ ଠିକଣା ଜାଗାରେ ପହଞ୍ଚେଇ ଦେଲେ ମୋର ସବୁ କାମ ଖତମ। କହୁଛି ଜଗା ଗୁଡ଼ା ମଜୁରି ଟିକେ ଆସରେ ଗାଁ ଲୋକ ମୋ ଝିଅଟାକୁ ଟିକେ ବଞ୍ଚାରେ। କିଏ କୋଉଠି ଅଛ? କିଏ କୋଉଠି ଅଛ? ମୋ ଝିଅକୁ ଟିକେ ବଞ୍ଚେଇ ଦିଅରେ। ଆଜି ଯାହା ମୋ ସହିତ ଘଟିଛି କାଲି ତମମାନଙ୍କ ସହ ସେୟା ଘଟିଥାନ୍ତା। ତମେ ମାନେ କ'ଣ କରିଥାନ୍ତ? ଏମିତି ଚୁପଚାପ ବସିଥାନ୍ତ। କ'ଣ କରିବି? କ'ଣ କରିବି? ହଁ କ'ଣ କରିବି? ଯିବି ପୋଲିସ ଷ୍ଟେସନ। ପୋଲିସ ବାବୁ ସାର୍ ସାର୍ ମୋ କଥା ଶୁଣନ୍ତୁ ସାର୍। ସାର୍ ଜଗା ଗୁଣ୍ଡା ମୋ ଝିଅକୁ ଉଠେଇ ନେଇଗଲା ସାର୍। ସାର୍ ସାର୍ ଟଣ୍ଡା ପଠେଇ ଦେଇଛି, ଟିକେ ଥାନାକୁ କଷେଇକି ପଠେଇ ଦବ। ସିନେମା ଦେଖିବାକୁ ଯିବ ପରା କହୁଥିଲ? ଟିକେଟା କାଟି ଦେଇଛି, ଯିବା ଆଉ ବାଲକୁନି ସିଟ୍ରେ ବସିବା। ଠିକ ଅଛି, ହ୍ୟାଲୋ, ଠିକ ଅଛି ଠିକ ଅଛି। ଆବେ ହଟ୍ କିଏ ତୁ? ସାର୍ ମୁଁ ମାଧବ ମହାପାତ୍ର। କହି ତମର ସାର୍ ଏ ଜଗା ଗୁଣ୍ଡଟା ମୋ ଝିଅକୁ ଉଠେଇ ନେଇଯାଇଛି ସାର୍। ଟିକେ ବଞ୍ଚେଇ ଦିଅନ୍ତୁ ସାର୍, ତାକୁ ଟିକେ ବଞ୍ଚେଇ ଦିଅନ୍ତୁ। ମୁଁ ଦେଖୁଛି ସେ ବଦମାସଟା ତମ ଝିଅକୁ ନେଇ କୁଆଡେ ଗଲା। ସାର୍ ମନେ ଦେଖ, ତମ ଝିଅ କିଡନାପ ହେଇଛି ବୋଲି ତମେ କାହାକୁ କିଛି କହିବନି। ନାଇଁ ସାର୍, କାହାକୁ କହିବିନି ସାର୍। ତା ନହେଲେ ତମ ଝିଅଟା ବଦନାମ ହେଇଯିବ। ସେମିତି କରନ୍ତୁନି ସାର୍, ସେମିତି କରନ୍ତୁନି। ଶେଷରେ ତମେ ବି ବଦନାମ ହେଇଯିବ। ନାଇଁ ସାର୍। ଏଇଠି ଅପେକ୍ଷା କର। ହଁ ସାର୍। ମୁଁ ତମ ଝିଅକୁ ଦେଖୁଛି। ହଁ ସାର୍। ଏଇଠି ଅପେକ୍ଷା କର। ହଁ ସାର୍ ଅଛି। ହେ ଭଗବାନ, ମୋ ଝିଅଟାକୁ ଭଲରେ ଭଲରେ ଘରେ ପହଞ୍ଚେଇ ଦିଅ ଭଗବାନ। ଭଲରେ ଭଲରେ ଘରେ ପହଞ୍ଚେଇ ଦିଅ। ଦୋଷଟା ତାର ନୁହଁ ଲୋ ଗୁଆ ଘିଅ, ଦୋଷଟା ତୁ ମୋର କରିଛୁ। ବିୟୁଟିଫୁଲ। ଜଗା ମାଲିକ ତୋ କାମ ସରିଲା, ତୁ ଏବେ ଏଠୁ ଯା। ହଁ, କିଛି ବ୍ୟସ୍ତ ହବା ଦରକାର ନାହିଁ। ଅଧଘଣ୍ଟା ପାଇଁ ମୁଁ ଆକୁ ପଚରା ଉଚରା କରି ଛାଡ଼ି ଦେଉଛି। ଯାବେ ଯା। ନାଇଁ ଜଗା, ତୁ ମତେ ଛାଡ଼ି କୁଆଡ଼େ ଯାନା ଜଗା।
মীনকেতন মহাকুଳ ଜାତିରେ ଗୌଡ଼ ଗାଈ ଚରାଇବା ମୋର ପେଶା ଥିଲା ଆଉ କ୍ଷୀର ବିକିବା ମୋର ବେଉସା ଥିଲା। ଆରେ ଭଗବାନ ଶଇଲେନି ଭଗବାନ। ସାର୍ ଆମର ରାତାରାତି ବିଧାୟକ ହେଇଗଲେ ଚାରିଆଡେ ଖାତିରି ବଢିଗଲା ସାର୍ ଗାଁ ଛାଡି ସାରଙ୍କ ପରିବାର ଆସି ଭୁବନେଶ୍ୱରରେ ରହିଲେ। ଆଉ ତାପରେ ମୋ ଭାଇ ତତେ ମନେ ମନେ ପ୍ରେମ କଲା ଆଉ ତୁ ତ ପ୍ରେମକୁ ପ୍ରତ୍ୟାଖ୍ୟାନ କଲୁ। ଏମିତି ତୁ ତାକୁ ଥାପ୍ପଡ଼ ମାରୁ ଥାପ୍ପଡ଼ କାହିଁକି ବେ? ମୋ ଭାଇଟା ତୋ ପାଇଁ ଯୋଗ୍ୟ ନଥିଲା ନା ତୁ ଗୋଟେ ସ୍ୱର୍ଗର ଅପ୍ସରୀ। ଦେଖନ୍ତୁ କାହାକୁ ଜୋର ଜବରଦସ୍ତ ପ୍ରେମ କରାଯାଏନି। ମୁଁ କିନ୍ତୁ ଆଜି ତତେ ଜୋର ଜବରଦସ୍ତ ପ୍ରେମ କରିବି ପ୍ରେମ। ଭଲ କିଛି ମତେ ଛାଡ଼ି ଦିଅ। କାହିଁକି ଜଣେ ଲୋକ ପ୍ରତିନିଧି ହେଇ ଏମିତି କାମ କରିବା ପାଇଁ ତୁମ ବିବେକ ତୁମକୁ ବାଧା ଦଉନି? ଆଗ ତୋ ଇଜ୍ଜତ ଦେଖ ତାପରେ କିଏ କାହାକୁ ବାଧା ଦବ ସେ କଥା ପରେ ବୁଝିବା। ହ୍ୟାଲୋ ଗୁଆ ଘିଅ ଏଇ ନକରି କାର୍ଯ୍ୟକ୍ରମଟା ଶୀଘ୍ର ଶୀଘ୍ର ଆରମ୍ଭ କରିଦେବା। ହ୍ୟାଲୋ ହାଇ ସାର୍। ଯୋଉଥିରେ ଆପଣ ବଦନାମ ହେବେ ତା ବାପା ପୋଲିସ ଷ୍ଟେସନରେ ବସିଛି। ମୁଁ ତାକୁ କଥା ଦେଇ ଆସିଛି। ଆଚ୍ଛା ଆପଣ ଏ ଝିଅଟାକୁ ଛାଡ଼ି ଦିଅନ୍ତୁ ସାର୍। ହଁ ମୋ କଥା ରଖନ୍ତୁ ସାର୍। ଭଲ ଆପଣ ଏ ଝିଅକୁ 8-10 ଥର ରେପ୍ କରନ୍ତୁ। ଆମେ ଏ କୁକୁର ଆମେ ତ ପୋଲିସର ବର୍ଦ୍ଧ ପ୍ରତି ଏମିତି କଥା କହିବା ପାଇଁ ତ ବିବେକ ତତେ ବାଧା ଦଉନି। ଆମେ ତମ ଏ ପୋଲିସ ମୋର ମତେ ଛାପ ପକେଇବା ପାଇଁ ଚାହୁଁଛେ। ଛାପ ଚାରି ଆମର କହୁଛ ମତେ। ରେ ଇନ୍ସପେକ୍ଟର ମହେଶ ମହାପାତ୍ର ତମେ ଗୁଆ ଘିଅ ମୋନାଲିସାଟାକୁ ସୁରକ୍ଷିତ ଅବସ୍ଥାରେ ନେବାକୁ ଆସିଛ ନା? Yes, sir. ତୋର ଏ ହାତଟା ଦିନେ ମୋ ଭାଇ ଗାଲକୁ ଥାପ୍ପଡ଼ ମାରିଥିଲା। ଆରେ ମୁଁ ମାନନ୍ତି ଏ ହାତଟା ତ ଭାରି କଳିଆ ହେଇଛି ରେ। ଠିକ କଳିଆ ଖରା ପରି। ଆଉ ମତେ କଳିଆ ଖରାରେ ବୁଲିବାକୁ ଭାରି ଭଲ ଲାଗେ। କାର୍ଯ୍ୟକ୍ରମଟା ଶୀଘ୍ର ଶୀଘ୍ର ଆରମ୍ଭ କରିଦେବା। ହ୍ୟାଲୋ ଅରୁଆ ସାଙ୍ଗକୁ ଡାଲି ଗାଲ ହେଲେ ମୁଁ ଫେରାଲ ବେଲି ମନାଲ। হ্যালো নানে সঙ্গে তোড়কা তু দেশি হেলে মু তোর বড়কা মনালো। হ্যালো এতে দিনে খুঁজি মু পাই হ্যালো টিকি একা খেই যা গুয়া ঘিয়া গুয়া ঘিয়া ভাবুଛୁ କି এইଠି ରୋମାନ୍ସ କରିବା? ନାଇଁ ଲୋ ଗୁଆ ଘିଅ ରୋମାନ୍ଟିକଟା ଭିତରେ ହବ ନା। ଏବେ ଚା
ବାହାରେ ଆଇଲେ ଆଇଲେ ମହାନ୍ତି ସାର୍ କି ଆନନ୍ଦ। ସେଇଭଳିଆ ଆଉ ଆରେ ଆଉ କଣ ଅଛି? ଲୋକଟା ଖଣ୍ଡେ ଅଛି ସାର୍ ହଁ ଦିଅ ଦିଅ ଟିକେ ମାରିଦେବା ଆଉ। ରଖିଛ ତାହେଲେ? ହଁ ହଉ। ଏତେରେ ଅଛି ଆପଣ এইটাକୁ ଏଇଠି ମାରିଦେବା ଉଚିତ। ଇଏ ଯଦି କଥାଟାକୁ ବାହାରେ ପ୍ରକାଶ କରିଦିଏ ନାଇଁ ମହେଶ ନାଇଁ, এইটা ମରିଗଲେ ମୋ ପ୍ରତିଶୋଧଟା ଅଧାରେ ରହିଯିବ। ଇଏ ମୋ ଭାଇକି ଥରେ ମାରିଛି, এইটা ଆଜିଠୁ ବଞ୍ଚିଥିଲା ପର୍ଯ୍ୟନ୍ତ ମରିବା ଦରକାର। କିନ୍ତୁ ସାର୍ ଓଏ ଭାବୁଛ କି ଇଏ ପାଟି କରି ସମସ୍ତଙ୍କୁ ଜଣେଇବ? ନାଇଁ ମହାନ୍ତି ନାଇଁ, ୟା ପାଟିଟା ଆଜିଠାରୁ ଚୁପ୍। ଶୁଣ, ସାର୍ଙ୍କ ଫାର୍ମ ହାଉସ୍ ଭିତରେ ଯାହା ସବୁ ଘଟିଗଲା ସେ ସବୁକୁ ଗୋଟେ କାହାଣୀ ଭାବି ଭୁଲିଯିବୁ, ନହେଲେ ତୁ ତ ବଦନାମ ହବୁ ହବୁ। ଶେଷରେ ତୋ ବଦନାମ ବୋଝକୁ ସହି ନ ପାରି ତୋ ବାପାଟା ବି ମରିଯିବ। अबे ये कुकुरो, अबे ये बेईमान, अबे ये विश्वासघातक, अरे ये कौन कलो, काहे की ये कौन जीवनटा को एमिति नर्क भितर बसई देलो? अरे मो तमन को के बोल करतली? अबे इडियट, को अरे काहे की ये काहे तुम्हारे एमिति सर्वनाश कलो? କାହିଁକିନା ତୁ ମୋ ଭାଇଟାକୁ ମୋଠାରୁ ଛଡ଼େଇ ନେଇଛୁ। ଜୀବନଠାରୁ ଅଧିକ ଭଲ ପାଉ ତୋ ଭାଇକି ତୁ ମୃତ୍ୟୁଦଣ୍ଡ ଦେଇଛୁ। ଆଜି ଏଇ ଅପରାଧର ବିଚାର କରି ମୁଁ ତତେ ଏମିତି ଦଣ୍ଡ ଶୁଣେଇଲି ଯେ ଯୋଉ ଦଣ୍ଡରେ ଦଣ୍ଡିତ ହୋଇ ଆଜିଠାରୁ ତୋ ଜୀବନର କାହାଣୀ ଖାଲି କାନ୍ଦିବ, ଆଖି ଲୁଚେଇ କାନ୍ଦିବ। ଆବେ ହଁ କହିଲି ପୁରା ଶୁଣିବିନି। ଦେଖ ମତେ ବାଧ୍ୟ କରିଲି, ମୁଁ ରୋଷେଇ ବସେଇ କିଛି ବି କରିବିନି। ଆରେ ଆଜି ଦିନଟା ପାଇଁ ଟିକେ ରୋଷେଇ କରିଦିଅ। କଣ କହିଲ? ଆଉ ଥରେ କୁହ। ଆରେ ଆଜି ଦିନଟା ପାଇଁ ଟିକେ ରୋଷେଇ କରିଦିଅ। ଶୁଣ,
କହିଲି ଥରେ ମତେ ବାଧ୍ୟ କର ନାହିଁ ରୋଷେଇ କରିବିନି 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 ଓହୋ ଆରେ ତମେ କ'ଣ ଜାଣିନ ସେଦିନ ବାପା ମେଡିକାଲରୁ ଆସିବା ପରେ ଆଚ୍ଛା। ସିଏ ମତେ 50,000 ଟଙ୍କା ଦେଇଛନ୍ତି ଆଚ୍ଛା ସେଇଟା ପୁଣି ତାଙ୍କୁ କୁଆଡ଼େ ଜଗା ଦେଇଥିଲା ଓହୋ ହୋ ହୋ ଆରେ ଏବେ କିଛି ଦିନ ତାଙ୍କ ମାନଙ୍କ କଥା ମାନି ଚଳିଗଲେ ଆମର ଅସୁବିଧା କ'ଣ ଆଚ୍ଛା 50,000 ଟଙ୍କା ହଁ। ଓ ଯୌଥ ଟଙ୍କା ସେ ଟଙ୍କା ପୁରା ବାକି ସୁଝିବା ପାଇଁ ନିଅଟା ହେଲା କହିଲେ କହିଲେ 50,000 ଟଙ୍କା ଆରେ ତଥାପି ମୋ କଥା ଥରେ ଶୁଣ ଏଇ ଜମା ଶୁଣିବିନି ହେଇଠି ଅନେଇଲ ତମେ କାଲି ରାତିରେ ମଦ ପିଇକି ଆସି ଯୋଉ ଦୁଷ୍ଟାମି ମୋ ସାଙ୍ଗରେ କରିଛ ମୋର ଦେହ ହାତ ସବୁ ଦରଜ ହେଇଯାଇଛି ମୁଁ ଜମା ରୋଷେଇ କରିପାରିବିନି ତମ ହାତ ଯୋଡ଼ି ରହୁଛି ମତେ କୁହ ଆରେ ଏଇ କଥା ଦେଖ ଶୁଣ ତମେ ଜମା ବି ଟେନସନ ନିଅନି ତମ ଗୋଡ଼ ହାତ ବିନ୍ଧାବିନ୍ଧି କରୁଛି ତ ଆସ କୁଆଡ଼େ ଆରେ ତମେ ଆସ ହଁ। 2-4 ଥର ଚିପାଚିପି କରିଦେଲେ ଆଚ୍ଛା। ତମର ଏକାଥରେ ଝାଳ ବାହାରି ପଡ଼ିବ ଆଉ ରୋଷେଇ କରିବାକୁ ମନା କରୁଛ କ'ଣ ତମେ ପାହାଡ଼ ଚଢ଼ିବ ପାହାଡ଼ ପାହାଡ଼ ଚଢ଼ିବି ପାହାଡ଼ ହେଠି ଅନେଇଲ ତମେ ମୋ ଗୋଡ଼ ଘଷିଦବ ନେଲେ ତମେ ମୋ ଗୋଡ଼ ଘଷିଦବ ମତେ ଯାହା ଲାଗୁଛି ମୋ ସ୍ତ୍ରୀ ଧର୍ମକୁ ବୁଡ଼େଇବ ଆଉ ମତେ ନେଇକି ନର୍କରେ ପକେଇବ ଶେଷରେ ଯମରାଜ ତେଲ କଡ଼ିରେ ମତେ ଛାଡ଼ିବ ଆଉ ତା ଛଡ଼ା ତମ ବାପା ମା ଯଦି ଦେଖିଦେବେ ତମ ଗୋଡ଼ ଘଷୁଛ ବୋଲି ସିଧା ଖୁଣ୍ଟା ଦେଇଦେଇ ମୁଁ ଫୁଣ୍ଟା ବାହାର କରିଦେବେ ଓହୋ ତମେ ସେ କଥା କାହିଁ ଟେନସନ ନେଉଛ ସେସବୁକୁ ମୁଁ ମ୍ୟାନେଜ କରିବିନି ଆଚ୍ଛା ହଁ ତମେ ମ୍ୟାନେଜ କରିବ ଏଠି ଗୋଟେ କାମ କର ସେ ଟୋକା ଯାଉଛି ଦେଖ ତାକୁ ଡାକୁନ ସିଏ ଗୋଡ଼ ଘଷିଦବ ପ୍ରସ୍ତାବଟା ଅବଶ୍ୟ ମନ୍ଦ ନୁହେଁ ଡାକ 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 ଅରେ ଏଠିକି ଆଇଲୁ ଠିକ କରିଛ ମତେ ଡାକିଲୁ ହଟ୍! ଡାକିଲୁ କ'ଣ ବେ ଆଜ୍ଞା ଡାକିଲ ବୋଲି କହିପାରୁନୁ କୁହନ୍ତୁ ବାବୁ ଶୁଣୁ ଶୁଣୁ ଏଠି ଶୁଣୁ ଏଠିକି ଆବା କେତେ ଇଏ କରୁଛୁ ଆରେ ମୀରାର ଟିକେ ଗୋଡ଼ ହାତ ବିନ୍ଧାବିନ୍ଧି କରୁଛି ଟିକେ ଘଷି ଦେଲୁ ମୋଲା ଏମିତି ଚଙ୍କି ପଡ଼ିଲେ ଯେ ଭୁଲ ହେଇଯିବ ଆଚ୍ଛା ସମ୍ପର୍କର ମାନେଟା ବଦଳିଯିବ ଓହୋ ପାପର ମହାସମୁଦ୍ର ମାଡ଼ି ଆସିବ ଆକାଶର ଗ୍ରହ ନକ୍ଷତ୍ର ଗୁଡାକ ନିଜ ନିଜ ଭିତରେ ବାଡ଼ିଆ ପିଟା ହେଇ ନିଆଁ ବର୍ଷା କରି ଓଇ ସତ୍ୟବାନ ପୁରୁଷ କହିଲା ଆକାଶରୁ ନିଆଁ ବର୍ଷା ହବ ଓହୋ ସତେ ଯେମିତି ସତ୍ୟବାନ ପୁରୁଷଟା ଶୁଣେ ପାଟି ବନ୍ଦ କରୁ ଚୁପଚାପ ମୋ ଗୋଡ଼ ଘଷିବୁ ଚାଲ ନଚେ କଣ ବୋହୁ ମାରିବ ବୋହୁ ସତରେ ହଉ କି ମିଛରେ ହଉ ଧର୍ମ ଆମକୁ ଭାଇ ବୋଉ ଦେଢ଼ଶୁରର ଆସନ ଦେଇଛି ମତେ ତମ ଗୋଡ଼ ଘଷି ଦେବା କଥା କହି ତମେ ପାପର ମହାସମୁଦ୍ର ଭିତରକୁ ଚାଲି ଯାଅନି ଆଚ୍ଛା କି ମତେ ବି ସେ ପାପ ଭିତରକୁ ପେଲି ଦିଅନି ଓଫୋ ପାରିବିନି ମୁଁ ପାରିବିନି ମୁଁ ଆସୁଛି ଏଠି କ'ଣ ପଳେଇଲେଣି ସେ ଓଇ! ସେଇଠି ଠିଆ ହ କହୁଛୁ ସତ୍ୟ ମୁଁ କହୁଛି ମାନେ ତୁ ମୀରାର ଗୋଡ଼ ଘଷିବାକୁ ବାଧ୍ୟ ଘଷବେ ଆଉ ତା ନହେଲେ କଣ କରିବି ବାଡ଼େଇ ବାଡ଼େଇ ଏ ଘରୁ ବାହାର କରିଦେ ଏଇ! ବାପା ଜଗାକୁ ଏମିତି ପ୍ରସ୍ତାବ ଦେବା ପୂର୍ବରୁ ତୁ ମୁକ୍ତ ହୋଇଗଲୁନି ବାପା ଆବେ କୁଳାଙ୍ଗାର ଜଗା ତୋ ବଡ଼ ଭାଇ ତୋ ସ୍ତ୍ରୀର ଦେଢ଼ଶୁର ଆରେ ଦେଢ଼ଶୁର ଭାଇ ବୋଉର ସମ୍ପର୍କ କ'ଣ ତୁ ଜାଣିନୁ ଆରେ ବଡ଼ ଦେଉଳର ରତ୍ନ ସିଂହାସନରେ ବଳଭଦ୍ର ଠାକୁର ଅଛନ୍ତି ବୋଲି ଲକ୍ଷ୍ମୀ ମା ପରା ଲକ୍ଷ୍ମୀ ନିବାସରେ ରୁହନ୍ତି ହେଠି ବାପା ମୋତେ ଯାହା ଲାଗୁଛି ତମେ ମେଡିକାଲରୁ ଆସିଲା ପରେ ତମ ମୁଣ୍ଡଟା ଖରାପ ହେଲେ ତା ନ ହୋଇଥିଲେ କାହିଁ ଜଗନ୍ନାଥ ଆଉ କାହିଁ ଇଏ ହଇ ବାପା ମୋତେ ଗୋଟେ କଥା କହିଲେ ଜଗନ୍ନାଥ ବଳଭଦ୍ରଙ୍କର ସାନ ଭାଇ ଥିଲେ ସେଥିପାଇଁ ମା ଲକ୍ଷ୍ମୀ ଠାକୁରାଣୀ ତାଙ୍କୁ ଦେଢ଼ଶୁର ଭାବି ପୂଜା କରୁଥିଲେ ଆଉ এইটা কোউ এ কুলর না তম রক্তর যে এইটাকে দেড়শো ভাবি মু পূজা করবি গোড় ঘষ কৌছি শুণ বহুত জলদি তুমি আজ এন্ট্রি মারদেল তা নহলে এটাকে জোতারে মু পিটি থাকে তারপরে হয়তো তুমি আসলে চলি থাকত
କରିବ ମୋ ଅଫସୋସ ତ ରହିଯିବ ନା ମୁଁ ତାକୁ ନ ବାଡ଼େଇଲେ ତେଣୁକରି ଆଗ ବହେ ବାଡ଼େଇବି ତାପରେ ଯାଇ ଯୋଉ କଥା ଓ ତାକେ ଚୁପ୍ ଆଉ ଦେଖ ଏଡୁ ଚୁର ନା ଧରି ଡାକୁଛ ଧର୍ମ କରିବନି ବୋହୁ ତମକୁ ଧର୍ମ କରିବନି ବାପା ନାଟ ତାମସା ତମେ ସବୁବେଳେ ଏମିତି ମୀରା ଉପରକୁ କ'ଣ ପାଇଁ ଏମିତି କଥାବାର୍ତ୍ତା କରୁଛ? ତମେ ବାପା ନା ବେଇମାନ ମନୋଜ ବାପା ଧନରେ କେତେ ବୁଦ୍ଧି ଆରେ ଏ ମନୋଜ ଆରେ ତୁ ଏ କ'ଣ କଲୁ ଶେଷରେ ତୁ ବାପାଙ୍କ ଉପରକୁ ହାତ ଦେଇଦେଲୁ ଆରେ ଭୁଲ କରିଦେଲୁ ରେ ଆରେ ଯା ଯା କହୁଛି ବାପାକୁ ଟିକେ ଭୁଲ ମାଗିଦେବୁ ଯା ତତେ ମୁଁ କହୁଛି ମାନେ ସେ ଚିକଣ କଥାବାର୍ତ୍ତା ଛାଡ଼ି ସେ ମୀରାର ଗୋଡ଼ ଅଛି ବୁଝା। अरे तू कौन करिबो हाँ अबे कौन करू बे तू এটা মরি যাও কি बाहर जाए करो अबे बाहर जाओ ঠিক আছে ମୁଁ ଏବେ ଘର ଛାଡ଼ି ଚାଲିଲି ଆସ ମୀରା ଆସ। কোন ঘর ভিতরକୁ ଯିବା ନା କଣ ଆମେ ବାହାରକୁ ଯିବା ଆସିଲ ବାହାରକୁ ଯିବା ଚାଲ नहीं रे मनोज अरे तू ए घर छाड़ी जा ना मु बहु मां को गोड़ घोषिबा पाई राजी नहीं दादा ओ बहुर गोड़ घोषे पारे बोले तमे बुझुल काहे की बापा मु जदी बहु मां को गोड़ न घोषे ताले घरर समस्या गुडा सब बढ़ी जीव सब समस्यार समाधान करिबे मो कारण ए घरर मोर बे मो तमे सब समस्यार समाधान करिबो माने ओहो तुमको जो दिन ए घर को मो बहु करी आनी थिले से दिन तुम बापा माने मो सबुदी माधव महापात्र को कथा देइथिले तुमको बहु परी नुहे गोटे झियो परी रखिबी आज गोटे शशुर हिसाब से तुमको कहूनी गोटे बाप हिसाब से कहूची हे झियो तो गोड़ देखा मु तो गोड़ घसी देवी बिल्कुल नुहे ମୁଁ ଜିଦ୍ କରୁଛି ମାନେ ମୋ ଗୋଡ଼ କେବଳ ଜଗା ଘଷିବ କେବଳ ଜଗା ଘଷିବ ମୁଁ ତମ ଗୋଡ଼ ଘଷି ଦେବି ବୋଉ ମା ବାପା ତମେ ସେଇଠି ଚୁପଚାପ ଛିଡ଼ା ହେଇଥାଅ ଏ କଥାରେ ତମେ ଜମା ବି ମୁଣ୍ଡ ପୁରେଇବନି ତମକୁ ମୋରାଣ
ଚାକର କୁକୁର ପୁଅ କେବେ ହେଲେ କୋଉ ମାର ପୁଅ ହେଇପାରିବନି। ତତେ ମୁଁ ଠାକୁରର ଆସନରେ ବସେଇବାକୁ ଆଣିଥିଲି, ତୁଟା ଦୁଟା ପଥର ପାଲଟି ଗଲୁ ଏଇଭଳି ଅମଣିଷ ମାନଙ୍କ ପାଇଁ। କଣ କଲୁ ଜଗା, କଣ କଲୁ ତୁ ଏଇଭଳି ଅମଣିଷଙ୍କ ପାଇଁ? ତୁ ଆଜି ଦୁଟା ପଥର ପାଲଟି ଗଲୁ। ମୁଁ ଅମଣିଷ? ନାଇଁ ମୁଁ ଅମଣିଷ। ଅମଣିଷ ନୁହଁ ଆଉ କଣ ପଶୁ? ତୋ ଭିତରେ ଯଦି ଟିକେ ହେଲେ ମଣିଷ ପଡିଆ ଥାନ୍ତା ତାହେଲେ ତୁ କାଲି ସକାଳେ ଯୋଉ ବଡ ଭାଇ ହାତରୁ ହଜାର ହଜାର ଟଙ୍କିଆ ନୋଟ ଗଳି ନଉଥିଲୁ, ଆଜି ସେଇ ବଡ ଭାଇକୁ ତୁ ତୋ ସ୍ତ୍ରୀର ଗୋଡ ଘଷିବାକୁ କହିନଥାନ୍ତୁ। ତାମାନେ ମୁଁ ଗୋଟେ କଥା ବୁଝିପାରୁନି ଶାଶୁ ଦେବୀ, ତମେ ସବୁବେଳେ କଥାଟାକୁ ଗୋଲ ଗୋଲ ବୁଲେଇକି ମୋ ପାଖରେ କାହିଁ ନେଇଛି ଦଉଛ? ନାଇଁ ମୁଁ ମାନୁଛି ସେ ଟଙ୍କା ଦେଇଛି, ତ ୟା ମାନେ କଣ ଏଇଟାକୁ ଫୁଲ ଚନ୍ଦନ ଦେଇ ପୂଜା କରିବି? ପୂଜା କରିବା ଉଚିତ, କାରଣ ସିଏ ତମ ପାଇଁ ଦେବତା। ସେ ଟଙ୍କା ଦେଇ ନଥିଲେ ତମର ଏ ଅଯୋଗ୍ୟ ସ୍ୱାମୀଟା ପ୍ରତି ଚକରେ ବନ୍ଧା ପଡିଥାନ୍ତା ବା। ତମ ଦୁଇ ଜଣକୁ ମୁଁ ସାବଧାନ କରିଦଉଛି, ଏମିତି ଭୁଲର ଯେମିତି କେବେ ବି ପୁନରାବୃତ୍ତି ନ ହୁଏ। ଶାଶୁମା କିଛି କହିବେ? ମୁଁ ମାନୁଛି ତମେ କଣ କହିବେ ସେ କଥା ହିଁ ବୁଝିପାରୁଛି। ସେ ବିଧାୟକ ହେଲେ ମତେ ବିଧାୟକ କରିଦେବେ, ଏଇଆ ନା? ତମକୁ ସେଥିପାଇଁ ଜେଲସ୍ ହଉଛି ନା? ଆଶା ତମର କେବେ ପୂରଣ ହବନି, କେବେ। ଶୁଣ ମନୋଜ, ତୁ ଯାହା କହୁଛୁ ସେଇଟା କେବେ ବି ଠିକ ହବନି, କେବେ ଠିକ ହବନି। କୋଉ ଗୋଟାଏ ପର ମଣିଷ ପାଇଁ ତୁ ଆମକୁ ଏମିତି କଦର୍ଯ୍ୟ ଭାଷା କହିପାରୁଛୁ? କିଏ ପର? କାହାକୁ ତୁ ପର କହୁଛୁ? ଜଗନକୁ ପର କହି ତୁ ନିଜର ହବାକୁ ଚେଷ୍ଟା କର ମନୋଜ। ଭଲ ଭାବରେ ଜାଣିଛି, ଭଲ ଭାବରେ ଜାଣିଛି ମୁଁ ଏଠି କିଏ ନିଜର ଆଉ କିଏ ପର। ଆଉ ଆମେ ବି ବହୁତ ଭଲ ଭାବରେ ବୁଝିପାରୁଛୁ କି ତମେ ମାନେ ଆମ ମାନଙ୍କୁ ପର ବୋଲି। ଭାଇ ତମାନେ ଯାହା ହଉଛ ହୁଅ, ମତେ ଭାରି ଟାଇଟ୍ ଲାଗିଲାଣି, ମୁଁ ରେଷ୍ଟ କରିବି। ଆୟୋ ଆଉ ଗୁଣ୍ଡଟା ହେଇ ଛିଡ଼ା ହେଇଛ କାଇଁ? ଚାଲ ତମେ ଚାଲ, ମୋ ଦେହ ହାତ ଟିକେ ବିନ୍ଧା ଚିଟିକା ହଉଛି, ବସିବ। ହେଇଗଲା ତ? ତୋ ମନଟା ଶାନ୍ତି ହେଇଗଲା ତ? ହବାର ଫଳଟା ତୁ ପାଇଗଲୁ ତ? ଫଳଟା ମୋ ପାଇଁ ଯେତେ ଖଟା ହେଲେ ବି ମୁଁ ସହିଯିବି, ହେଲେ ମୋ ପାଇଁ ମୋ ବାପା ବୋହୁ ମାଙ୍କ ଗୋଡ଼ ଘଷିବେ ସେ କଥା ମୁଁ କେବେ ସହିପାରିବିନି ଲୋ। ମୁଁ ପଛକେ କଳଙ୍କରେ ଗାଧେଇ ପଡ଼େ, ହେଲେ ମୁଁ କେବେ ମୋ ବାପାଙ୍କ ଦେହରେ କଳଙ୍କ ଲାଗିବାକୁ ଦେବିନି। କେବେ ବି ବୋଉ, ମାନସ ଏ ଝିଅ କିଏ? ପୁଣି ବାହା ବେଶରେ ସେ ଘରକୁ କାହିଁକି ଆସିଛି? ବୋଉ, ଇଏ ହେଉଛି ମୀନାକ୍ଷୀ, ବିଧାୟକ ମୀନକେତନ ମହାକୁଡ଼ଙ୍କର ଭଉଣୀ। ମୁଁ ତାକୁ ଆଜି ଗ୍ରାମେଶ୍ୱର ମନ୍ଦିରରେ ବିବାହ କରିଛି। କହିବାକୁ ତତେ ଟିକେ ଆମେ ବୁଢା ବୁଢୀ ଦିଟା ଜାଣିପାରିଲୁନି, ତୁ ବାହା ହୋଇ ଏକାଥରକେ ସ୍ତ୍ରୀ ଧରି ଘରକୁ ଚାଲି ଆସିଲୁ। କାହିଁ ସେ କିଛି ଭୁଲ କରିନି ତ? ଏଭଳି ଯୋଗ୍ୟମନ୍ତ ପୁଅ ପାଇଁ ତମେ କଣ ଏଇଭଳି ଯୋଗ୍ୟମନ୍ତ କନ୍ୟା ଯୋଗାଡ଼ କରିପାରିଥାନ୍ତ? ମୁଁ ଭୁଲି ଯାଇଥିଲି ଯୁଗ ବଦଳି ଯାଇଛି ବୋଲି।
ଆଜିକାଲିର ପୁଅ ଝିଅ ମାନେ ବାପା ମାଙ୍କୁ ପଚାରି କାମ କରିବାର ସମୟ ଚାଲି ଯାଇଛି ମମତା। ଆଜିକାଲିର ପିଲାମାନଙ୍କର ହିସାବ ନିକାଶ ବାପା ମାଙ୍କ ପାଖରେ ନାହିଁ, ହେଲେ ବାପା ମାଙ୍କର ହିସାବ ନିକାଶ ପିଲାମାନଙ୍କ ପାଖରେ ଅଛି। ପିଲାମାନେ କେତେ ରୋଜଗାର କରୁଛନ୍ତି ସେ ହିସାବଟା ବାପା ମାଙ୍କ ପାଖରେ ନାହିଁ, ହେଲେ ବାପା ମା ମାନେ କେତେ ପେନସନ ପାଉଛନ୍ତି ସେ ହିସାବଟା ପିଲାମାନଙ୍କ ପାଖରେ ରହିବା ଦରକାର। ଯୁଗ ବଦଳି ଯାଇଛି ମମତା, ଯୁଗ ବଦଳି ଯାଇଛି। ମୁଁ ମାନୁଛି ଆମେ ଭୁଲ କରିଛୁ, ଯାହାର କି କେବେ କ୍ଷମା ନାହିଁ। ତଥାପି ଆପଣଙ୍କର ବଡ଼ପଣ ସେଇ ଦୃଷ୍ଟିରୁ ଆମକୁ କ୍ଷମା କରିଦିଅନ୍ତୁ। ମତେ ବିଶ୍ୱାସ କଲୁ ବୋଉ, କଲେଜରେ ପଢିଲା ବେଳେ ମୁଁ ମୀନାକ୍ଷୀକି ମନେ ମନେ ଭଲ ପାଉଥିଲି, ଆଉ ସେତେବେଳେ ମୁଁ ତାକୁ ପ୍ରପୋଜ ବି କରିଥିଲି, କିନ୍ତୁ ସେ ସେତେବେଳେ ମତେ ରିଜେକ୍ଟ କରିଦେଇଥିଲେ। କିନ୍ତୁ ଆଜି ହଠାତ୍ ପାର୍କରେ ଦେଖା ହେଇଗଲା, ମତେ ସେ ଯେତେବେଳେ ବିବାହର ପ୍ରସ୍ତାବ ଦେଲେ ମୁଁ ମନା କରିପାରିଲିନି ନା। ମୁଁ ତାକୁ ବିବାହ ଆଜି ଘରକୁ ଫେରିଲି। ଦେଖ, ଘରକୁ ଯାଇ ପ୍ରସ୍ତାବ ପକେଇ ବାହା ହେବାର ଥିଲେ ଆମେ ଆମ କର୍ତ୍ତବ୍ୟରେ କେବେ ହେଳା କରିନଥାନ୍ତୁ, ହେଲେ ମୋ ଭାଇ ଏ ପ୍ରସ୍ତାବରେ ରାଜି ହେବେନି ଜାଣି ସେଇଥିପାଇଁ ହଠାତ୍ ଆମେ ନିଷ୍ପତ୍ତି ନେଇଗଲୁ। ଯଦି ବାହା ହେଇଗଲ ତାହେଲେ କୋଉଠି ଭଡ଼ା ଘର ଦେଖି ରହିଗଲନି, ଏଠିକି ଚାଲି ଆସିଲ କାହିଁକି? ଚାଲିଯାଅ, ଚାଲିଯାଅ ରକ୍ଷା କର, ଚାଲିଯାଅ ଘର, ଚାଲିଯାଅ କହୁଛି। ବାପା ଦେଖିଛ ବାପା, ବୋଉ କେମିତି ଆମକୁ ଘରେ ତୋଳି ଦଉଛି। ତୋ ଭଳି ପୁଅ ମାନେ ଆମ ବାପା ମା ପାଇଁ ଅଭିଶାପ। ବାହାର ଯା, ବାହାର ଯାଏ ଘରୁ, ବାହାର ଯା। ନା, ମୁଁ କହୁଛି ମାନେ ସେମାନେ ଏ ଘରେ ରହିବେ। ଏ କଥା କହିବାକୁ ତୁ କିଏ? ମୁଁ ତ ବଡ଼ ପୁଅ। ବାପା ମା ବୁଢ଼ା ବୁଢ଼ୀ ହେଇ ସାରିଲା ପରେ ଘରର ସବୁ ନିଷ୍ପତ୍ତି ନେବାର ଦାୟିତ୍ୱ ହଉଛି ବଡ଼ ପୁଅ। ଆଉ ବଡ଼ ପୁଅର ଆସନରେ ବସାଇ ସାରିବା ପରେ ନିଷ୍ପତ୍ତି ନେବାରୁ ବଞ୍ଚିତ କରୁଛୁ କାହିଁକି? ମୁଁ କହୁଛି ମାନେ ସେମାନେ ଘରେ ରହିବେ। ତମକୁ ମୋ ରାଣ ଠିକ ଅଛି ଜଗା, ଠିକ ଅଛି। ଆରେ ତତେ ଯେତେବେଳେ ଆମେ ବଡ଼ ପୁଅ ଆସନରେ ବସାଇଛୁ, ତୋ ନିଷ୍ପତ୍ତି ମାନିବା ହେଉଛି ଆମର ଧର୍ମ। ଏ ମମତା, ଆଉ ଠିଆ ହେଲ କାହିଁକି? ପୁଅ ବୋଉଙ୍କୁ ବନ୍ଦାପନା କରି ଘର ଭିତରକୁ ନେବାର ବ୍ୟବସ୍ଥା କର ମମତା। ଆସ ମମତା, ଆସ। अरे अरे ए मनोज, अरे कौन भावुचु? अरे तू व्यस्त होना रे मनोज, आज तो भाई तो पाखे अच्छी माने तोर किसी भी असुविधा हेनी। आज ठार तो जीवन चक्र रथटा जो जगार दबिज तोर भाईटा से जगह लम्ब हो पड़ लम्ब हो पड़ जाए ते आगू को जीवार साहाय्य करे मनोज। तो देखुची भाई, निज माँ पेटर भाई मैंने जी जी तुम मो कर जीवन टाक सुखमय करने तुम घर को आसीच। दानवीय कर्ण साजी हस खुशी घर टाक तुम भरी सारे सबुठी तुम बहुत हाथर स्पर्श नहीं। तुमको धन्यवाद देवाक मो पाखे भाषा नहीं भाई, पूजा करने को उपचार नहीं।
ସାଇତି ରଖିବାକୁ ହୃଦୟଟିଏ ନାହିଁ। ଖାଲି ଏତିକି କହିବି, ଆଜି ତମେ ନଥିଲା ମୋ ଜୀବନ କାହାଣୀଟା ଖାଲି ଆଖି ଲୁଚେଇ କାନ୍ଦିଥାନ୍ତା। ମନୋଜ ଏ ଅଫିସରୁ ଫୋନ୍ ଆସିଛି ଭାଇ, ଜଷ୍ଟ ହଉ ଠିକ୍ ଅଛି। ହ୍ୟାଲୋ ଆପଣଙ୍କ ଭାଇ ଆପଣଙ୍କ ନାଁରେ ଏତେ ପ୍ରଶଂସା କରି ସାରିବା ପରେ ମତେ ଆପଣଙ୍କୁ ମୁଣ୍ଡିଆ ମାରିବାକୁ ଇଚ୍ଛା ହଉଛି। ଯେତେ ଯାହା ହେଲେ ବି ଆପଣ ହଉଛନ୍ତି ପରା ମୋ ଦେଢ଼ଶୁର। ନାହିଁ ମ୍ୟାମ୍ ସାର୍। ଏ ଘରେ ବହୁତ ମଶା। ଶୁଣ, ଆଉ କେବେ ବି ମତେ ମ୍ୟାମ୍ ସାହେବ ବୋଲି ଡାକିବନି। ଆଜିଠାରୁ ସାନ ବୋହୂ ବୋଲି ଡାକିବ। ତମେ କଣ ଭାବୁଛ ତମ ସାନ ଭାଇକୁ ବାହା ହେଇ ଏ ଘରକୁ ମୁଁ ବୋହୂ ପଣିଆ କରିବାକୁ ଆସିଛି? ଏ ଘରକୁ ଆସିଛି ତମଠାରୁ ପ୍ରତିଶୋଧ ନେବା ପାଇଁ। ତମକୁ ମୁଁ ସେଦିନ କହିଥିଲି ନା, ଉର୍ବଶୀ ପ୍ରେମକୁ ଫାଙ୍କି ଦେଇ ଅର୍ଜୁନ ବୃହନଳା ସାଜିଥିଲେ। ତମକୁ ଠିକ ସେମିତି ମୁଁ ବୃହନଳା ସଜେଇ ଦେବି। ୱେଟ୍ ୱେଟ୍, ବୁହୁମା ସିଧା ଲାଷ୍ଟ ରେଜଲ୍ଟ। ଯେ ପର୍ଯ୍ୟନ୍ତ ତମେ ମୋ ପ୍ରେମକୁ ଅସ୍ୱୀକାର କରିଛ ସେ ପର୍ଯ୍ୟନ୍ତ ତମେ ଜଳିବ, ତମର ସେ ଭାଇ ଜଳିବ, ଆଉ ମୁଁ ଜଳିବି। ବୁହୁମା ମୋ ଉପରେ ଯଦି ରାଗ ଅଛି ତାହେଲେ ମତେ ଗୋଇଠା ମାର, ବିତୁଷ୍ଣାର ପଛରେ ମୋ ମୁହଁକୁ ଛେପ ପକାଅ, ହେଲେ ମୋ ସାନ ଭାଇଟାର ଜୀବନଟାକୁ ନଷ୍ଟ କରିଦିଅ। ମୁଁ ତମ ଗୋଡ଼ ତଳେ
ଯୁବକ ଫେରାଇ ଆଣିବାକୁ ଚେଷ୍ଟା କରିବା ତାହେଲେ ଆପଣଙ୍କ ରାଜନୀତି କ୍ୟାରିୟର ଉପରେ ପ୍ରଭାବ ପଡ଼ିପାରେ ସାର୍। ଏ ମହାନ୍ତି, ସାର୍ ଏ ମହେଶ, ସାର୍ ଆରେ ମୁଁ କଣ ବୁଝୁନି, ହେଲେ ହେଲେ ମନଟା ମୋର ଜମା ମାନୁନି ରେ, ଜମା ମାନୁନି। ହେଲେ ଏଡ଼ିକି ଟିକେ ହେଇଥିଲା, ମୁଁ ତାକୁ କୋଳେଇ କାଖେଇ ମଣିଷ କରିଲି, ହେଲେ ସେଇଟା ଗୋଟେ ଟାର୍ଗେଟ କରିବାକୁ ବହୁ ହେଇଗଲା ବୋଲିକି ମୁଁ କେବେ ଭାବିନଥିଲି ରେ, କେବେ ଭାବିନଥିଲି। ଇଚ୍ଛା ହଉଛି ସେଇଟାକୁ ମୁଁ ଗୁଳି କରିଦିଅନ୍ତି। ହେଲେ ସାର୍ ମୀନାକ୍ଷୀ ଦିଦି ତ ସେମିତିଆ ଝିଅ ନୁହନ୍ତି ଯେ ଗୋଟିଏ ବାଜ୍ୟ ପିଲାକୁ ବାହା ହେବେ। ମତେ କାହିଁ ଲାଗୁଛି କିଛି ଏ କଥାରେ ଗୋଟା କେ ଲୁଚି ରହିଛି। ମାନେ ସାର୍ ମତେ ଲାଗୁଛି ମୀନାକ୍ଷୀ ମ୍ୟାଡ଼ାମକୁ କେହି ଜଣେ ଗୁଣି କରି ନେଇଯାଇଛନ୍ତି ଆଉ। ସାର୍ ଚାହିଁଲେ ଦେଖିଲେ କିଏ ଆସୁଛି? ମୋନାଲିସା ପୁଣି ଏଠିକି କାହିଁ ଆସିଛି? କାହିଁକି ନା ମୁଁ ଏବେ ଅନ୍ତଃସତ୍ତ୍ୱା। ଅନ୍ତଃସତ୍ତ୍ୱ? ହଁ, ସେ ମୋ ସହିତ ସମ୍ପର୍କ ରଖି ମୋତେ ସେ ଠକି ଦେଇଛନ୍ତି। ମୁଁ ତାକୁ ପୁରା ଗାଣ୍ଟି ଦେବି। କିଛି ବି କରିବା ଦରକାର ନାହିଁ। ଯାହା କରିବେ ଏ ଅଞ୍ଚଳର ବିଧାୟକ କରିବେ, ଆଉ ଆପଣମାନଙ୍କର କିଛି ବି କରିବା ଦରକାର ନାହିଁ। ମୁଁ ମୁଁ କଣ କରିବି? ଆପଣ ମୋତେ ନ୍ୟାୟ ଦେବେ। ହଁ ମା, ନିଶ୍ଚୟ ନ୍ୟାୟ ଦେବେ। ଆମ ସାର୍ ପରା ନ୍ୟାୟ ଅବତାର। କହ ମା କହ, ସେ ଯୁବକ ଜଣ କିଏ ତୋର ଏ ଅବସ୍ଥା କରିଛି? ତା ନାଁଟା କହିବା କ'ଣ ନିହାତି ଦରକାର? କହିଲେ ଆମେ ଜାଣିବୁ କେମିତି? ଆଉ ନ କହିଲେ ଆମେ ଜାଣିବୁ କେମିତି ତ ଅପରାଧୀ ଜଣକ କିଏ? ତା ଠିକ ଅଛି, ତାହେଲେ ପ୍ରକୃତରେ ଅପରାଧୀ ହଉଛନ୍ତି ଆଲୋ, ତୁ ସେ ଟୋକା, ଆଲୋ ତୁ ସେ ଟୋକାର ନାଁ କହୁଛୁ ନା ଦିଗ ନିର୍ଣ୍ଣୟ କରୁଛୁ? ଏ ମୋନାଲିସା, ମୋ ଆଡ଼େ ଏମିତି ଆଙ୍ଗୁଠି ଦେଖେଇବା ମାନେ? এই দেখো ମୁଁ ଏବେ ମେଡିକାଲରୁ ପଳୁଛି। ଏଇଟା ହଉଛି ଡାକ୍ତରଙ୍କ ରିପୋର୍ଟ। এই ଦେଖ। ହସ ମହାନ୍ତି, ହସ ହସ ମହେଶ, ହସ। ଡାକ୍ତରୀ ରିପୋର୍ଟ। ମିଛ ଆଜ୍ଞା, ମିଛ। ଏ ଛୁଆ ଜମା ସାରଙ୍କର ନୁହଁ। ମହାନ୍ତି, ହଁ, ପିଲା ତ ତା ପେଟ ଭିତରେ ଅଛି, ତମେ କେମିତି ଜାଣିଲ ସେ ପିଲାଟା ଏତେ ସାରଙ୍କର ନୁହେଁ ଜାଣିବାର ବୋଲି? କଣ ଅଛି? ଆପଣ କଣ ଜାଣିପାରୁନାହାନ୍ତି? ଇଏ କେବଳ ସାରଙ୍କୁ ବଦନାମ କରିବା ପାଇଁ ଗୋଟେ ପ୍ଲାନ୍। ଠିକ କହିଛ ମହାନ୍ତି। ହଁ, ମୋ ବାହାର 2 ବର୍ଷ ହେଇଗଲାଣି, କିନ୍ତୁ ତା ପିଲାଟା ଟିକେ ଡେରିରେ ହେଲା। ଠିକ ଠିକ ଠିକ। ମୋ ବାହାଘର 5 ବର୍ଷ ପରେ ପରା ମୋ ସ୍ତ୍ରୀ ଗର୍ଭବତୀ ହେଇଥିଲା। ଇଏ କହୁଛି ସାର ତାକୁ ଏକା ଥରକେ ଗର୍ଭବତୀ କରିଦେଲେ। ଅಯ್ୟୋ ମହାନ୍ତି, ହଁ? ଏତେ ବର୍ଷ ମୋ ପାଖରେ ରହି କାମ କରିଲ, ମୁଁ ତାକତ ବିଷୟ ତ ଜାଣିପାରିଲନି। ତମେ ତ ଖାଲି ସେଇ ନାଲି ଆମ୍ବ କିରେ ସଳତି, ମୁଁ ସେମିତି କି ଅଣ୍ଡ୍ରା ନା ଯାଇଛି ଏକା ଥରକରେ। ନାଇଁ, ମୋତେ ବିଶ୍ୱାସ କର, ସେଇଥିର ସମ୍ପର୍କରୁ ମୋ ଗର୍ଭରେ ସନ୍ତାନର ସୃଷ୍ଟି ହେଇଛି। ଭଲ ହେଲା, ନାଇଁ ନାଇଁ ଭଲ ହେଲା। ଏକା ଥରକେ ତୁ ମା ହେଇଗଲୁ ଆଉ ମୁଁ ବାପା ହେଇଗଲି, ବାପା। ମୁଁ ସତ କହୁଛି, ତମେ ମୋ କୁଆରତକୁ ହରଣ କରିଛ। ବାହା ନହୋଇ ମାଝ ମା ପାଖକୁ ଯାଉଛି। ଏଥର ମୁଁ ତମକୁ ହାତ ଯୋଡୁଛି। ତମେ ମୋତେ ସ୍ତ୍ରୀର ମର୍ଯ୍ୟାଦା ଦିଅ, ମର୍ଯ୍ୟାଦା ଦିଅ ମୋତେ। ବେ ମୁଁ ତ ଠିକ ସେଇଆ ଚାହୁଁଛି। ତୁ ନିନ୍ଦା ଅପବାଦରେ ମରିଯା, ଆଉ ତୋ ବାପଟା ସୁଇସାଇଡ କରୁ, ତାପରେ ଯାଇ
ମୋ ପ୍ରତିଶୋଧର ପୂର୍ଣ୍ଣାହୁତି ପଡ଼ିବ। ଯା 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 ବାହାର ଯାଉଛୁ। ନାଇଁ ମୁଁ ଏଠୁ କୁଆଡ଼େ ବି ଯିବିନି। ଦେଖ ଏ କଥା ଜାଣିଲେ ଲୋକ ନିଜ ଅପବାଦରେ ମୁଁ ବନ୍ଦୀ ହେଇଯିବି। ମୋ ବାପାଟା ମରିଯିବେ। ଏ ଦେଖ ମୁଁ ତମକୁ ହାତ ଯୋଡ଼ୁଛି, ମୁଁ ତମକୁ ନେଉରା ହଉଛି, ମତେ ସ୍ତ୍ରୀର ମଜା ଦିଅ। ବାହାର ଯାଉଛୁ ମହାନ୍ତି। ଆରେ ଏମିତି ଠିଆ ହେଇଛ କଣ? ଏଇଟାକୁ ଯେତେ ଶୀଘ୍ର ପାରୁଛ ଧକ୍କା দিয়ে ଏଠୁ ବାହାର କର। ଥାଉ, ମତେ ଧକ୍କା ମାରିବା କିଛି ବି ଦରକାର ନାହିଁ। ମୁଁ ଆପା ବି ଚାଲିଯିବି ମୁଁ। କିନ୍ତୁ ଯିବା ପୂର୍ବରୁ ଗୋଟେ କଥା କହି ଯାଉଛି ମିନକେତନ ମହାକୁଡ଼, ଏ ପିଲାକୁ ମୁଁ ଜନ୍ମ ଦେବି, ଆଉ ଏ ପିଲା ତମର ବୋଲି ତା ବାପାର ପରିଚୟକୁ ନିଶ୍ଚୟ ଦେବି। ସେତେବେଳେ ତମର ବିଧାୟକ ଥିବନି, ତମେ ଗୋଟେ ମାମୁନି କାହିଁଚା କୌଣ ପାଲଟି ଯାଇଥିବ। ଏଇଟା ମୋର ତମକୁ ଚ୍ୟାଲେଞ୍ଜ ରହିଲା, ଚ୍ୟାଲେଞ୍ଜ। ହେଲେ ସାର୍ ସେ ଟୋକିଟା କ'ଣ ଏମିତି କହିଦେଇ ଗଲା? ସାର୍ କହିବେ ଯଦି ଏଇଟାକୁ ବେଶ୍ୟା ପ୍ରମାଣ କରି ଲକଅପ୍ କରିଦେବି। ନାଇଁ ମହେଶ ନାଇଁ, এইটা মতে চ্যালেঞ্জ করেছি। ইয়া কথা মু বুঝিবি, কাহিଁକି ନା ମୁଁ ଜାଣିଛି যে ପକ୍ଷୀ ଉଡ଼େ ଯେତେ ଦୂର ସେ ଜାଣେ ତାହାର ବ୍ୟବହାର। ମୁଁ ମିନକେତନ ମହାକୁଡ଼ ଜାତିରେ ବାପା 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 ରହ ମା, ଯାଉଛି ରହ। ବାପା। ଆରେ ମା କଣ ହେଇଛି? ଏତେ ବ୍ୟସ୍ତ ଜଣା ପଡୁଛୁ। ନାଇଁ ମାନେ କଥା କଣ କି ବାପା, ବାପା ମୁଁ ମୋନାକୁ ନେଇ ମେଡିକାଲ ଯାଇଥିଲି, ଆଉ ତାପରେ ବାପା ମୋ କଥା ଶୁଣ। ନାଇଁ ମା, ତୁ ଖବରଟା ଦେଇଦେଲୁ ମାନେ ତୋ କାମ ଶେଷ। ତୁ ଏଥର ଯା ମା, ଯାହା କରିବା କଥା ମୁଁ କରିବି। କିଛି କରିପାରିବନି ତମେ, କାହିଁକି ନା ଶାସ୍ତ୍ର କହିଛି ନଦୀ ନାରୀ ନିଆଁ ଏମାନଙ୍କୁ ଆୟତ୍ତରେ ରଖିବା ଉଚିତ। ରଖିଥିଲ ନିଜ ଝିଅକୁ ଆୟତ୍ତରେ? ମନୋଜ, ଆରେ ସେତେବେଳେ ଯଦି ଝିଅକୁ ଆୟତ୍ତରେ ରଖିଥାନ୍ତ ଆଜି ଏଭଳିଆ ପରିସ୍ଥିତି ସୃଷ୍ଟି ହେଇନଥାନ୍ତା। ନିଜେ ତ ହଇରାଣ ହେଲ ତା ଭିତରେ ଆମ ଦି ଜଣକୁ ବି ବୁଡେଇ ମାଇଲ। ମନୋଜ ତମେ ଟିକେ ଚୁପ୍ କର। ଗର୍ଜନଟା କମେଇ ଦିଅ ବାପା। କାହିଁକି ଚୁପ୍ କରିବି? ମୁଁ ପଚାରୁଛି କାହିଁକି ଚୁପ୍ କରିବି? ଏମିତି ଗୋଟେ ଥାର୍ଡ ଗ୍ରେଡ୍ ଘରେ ବାହା ହେଇ ମୋ କ୍ୟାରିୟରଟା ବର୍ବାଦ ହେଇଗଲା। ଗର୍ଜନଟା କମେଇ ଦିଅ ବାପା। ଏଣିକି ତମ ଉପରେ ସାଇ ପଡ଼ିଶା ଲୋକ ଗର୍ଜନ କରିବା ଆରମ୍ଭ କରିଦେବେ। ଓହୋ ତମେ ଟିକେ ଚୁପ୍ କରୁନ। ଏମିତି ସମୟରେ ଏମିତି କଥାବାର୍ତ୍ତା କଲେ ବାପାଙ୍କ ଅବସ୍ଥା କ'ଣ ହବ ଚିନ୍ତା କରିପାରୁଛ ତ? କ'ଣ କରିବେ? ମୋ କଥା ସହି ନ ପାରି ଆତ୍ମହତ୍ୟା କରିବେ? ସେମିତି କିଛି ହବନି ମୀରା। କାହିଁକି ନା ବାପା ସିନା ଆଦର୍ଶ ଆଉ ସଂସ୍କାରର ବଡ଼ ବଡ଼ ଭାଷଣ ଦିଅନ୍ତି, ଏ ଘରେ ସବୁଟା ବିପରୀତ। এই মনোজ মতে যা লাগুଛି ତମ ମୁଣ୍ଡରେ ଗୋବର ଗୁଡ଼ା ପଶିଛି। କୋଉ ସମୟରେ କେମିତି କଥାବାର୍ତ୍ତା କରାଯାଏ ଆଟଲିଷ୍ଟ ସେତିକିଟା ଚିନ୍ତା କର। ନାଇଁ କ'ଣ କହିଲ? ମୋ ମୁଣ୍ଡରେ ଗୋବର ଗୁଡ଼ା ପଶିଛି? ନୁହେଁ ତ ଆଉ କ'ଣ? ତମ ମୁଣ୍ଡରେ ନହେଲେ ଯେମିତି ବୁଦ୍ଧି ଗୁଡ଼ା ଭର୍ତ୍ତି ହେଇଛି ଆଉ। ମାନେ ହଁ ତମେ ମୋନାକୁ ମେଡିକାଲ ନେଇକି ଯାଇଥିଲ କି ନାହିଁ? ହଁ ଯାଇଥିଲି କି ନାହିଁ? ଯାଇଥିଲି। ତାକୁ ମେଡିକାଲରେ ଏକା ଛାଡ଼ି ଦେଇକି ଆସିବାଟା କ'ଣ ଠିକ କଲ? ଏଇଠି ଅନେଇଲ ତମେ ବୁଝୁନ କାହିଁକି? ଆରେ ମୋନାର ମୋର ମେଡିକାଲ ଯାଇଥିଲୁ ଏକଥା ସତ। ମୋନା ମତେ କହିଲେ ଅପା ତୁ ଟିକେ ବାହାରେ ୱେଟ୍ କର, ମୁଁ ଟିକେ ଡକ୍ଟରଙ୍କ ସହିତ କ'ଣ ପର୍ସନାଲ କଥା ହେବି। ତାପରେ ମୁଁ ଗଲା ତ ଅପେକ୍ଷା କରିଛି ପୁରା 2 ଘଣ୍ଟା ଜଗିଛି। ସତ କହୁଛି ତମରାଣ। ତାପରେ ମୁଁ ଭାବିଲି ମୋନା ଫେରିବ ବୋଲି, ହେଲେ ମୋନା ଫୋନରେ କଥା ହେଇକି ଅନ୍ୟମନସ୍କର ଭାବିକି ଘରୁ ପଳେଇ ଆସିବ ମୁଁ ଏଇଆ ଭାବିଲି। କିନ୍ତୁ ଏଇ ତ ମୋନା ଆସିଲାଣି ଆଉ। ସେଇଠିଆ ମୀରା ଯାହା କହୁଛି ସେ କଥାଟା ସତ କି ମିଛ? ବାପା
ডাক্তার যেତେବେଳେ পরীক্ষা করে রিপোর্ট দিয়ে সারিছি মিছ বলি কেমিতি কইবি তুই এ কথাটা কহিবা আগুরু বিষ খাই মরিগলুনি কাই বিষ খাଇବା ପାଇଁ ଇଚ୍ଛା କରୁଥିଲି କିନ୍ତୁ ଆତ୍ମହତ୍ୟା ବେଳେ ମା ବାବା ସେଇଥିପାଇଁ ମୋ ବିବେକ ମୋତେ ବାଧା ଦେଲା ବାପା ବାଧା ଦେଲା ବିବେକ ତୋର ବାଧା ଦେଲା ନାଇଁ ଆଉ ବାହା ନ ହେଇ ମା ବାବାକୁ ବାଧା ଦେଲାନି ମନୋଜ ଭାଇ କହ ତ ପେଟରେ ଥିବା ସେ ପିଲାଟାର ବାପା କିଏ କହ ନାଇଁ ବାପା ମୁଁ କହିପାରିବିନି ବାପା ସେ କଥା ମୁଁ କିଛି ବି କହିପାରିବିନି ଦେଖିଲି ତୁ କେମିତି କହିପାରିବୁ ବାପା ମୋ କଥା ଟିକେ ଶୁଣ ବାପା କହ ନାଇଁ ବାପା କହ ତୋ ମୁହଁରେ କଳା କାଳି ମହିଳା କିଏ କହ କହ ଆମ ମାନଙ୍କ ମୁହଁରେ କଳା କାଳି ମହିଳା କିଏ କହ କହ ଏ ନିର୍ଦ୍ଦିଷ୍ଟ ମାଧବ ମହାପାତ୍ରର ମା ନିଜକୁ ଦାଣ୍ଡରେ ନିଲାମ କଲା କିଏ କହ এইটাকে আজ মারি মারি জীবন মারদেবি